2025 ମସିହା ଫେବୃଆରୀ ମାସ 23 ତାରିଖରେ ମୁକ୍ତିମୋକ୍ଷ କ୍ଲାସରେ ଶ୍ରୀ ଭଗବାନ ପ୍ରଦାନ କରିଥିବା ଜ୍ଞାନର ଓଡ଼ିଆ ଅନୁବାଦ। ପ୍ରଥମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ସୁବର୍ଣ୍ଣ ଯୁଗ କେବେ ଆରମ୍ଭ ହେବ ଏବଂ ଏହା କିପରି ଆରମ୍ଭ ହେବ? ଶ୍ରୀ ଭଗବାନଙ୍କ ଉତ୍ତର, ଆମେ ସବୁବେଳେ ଦୁଇ ପ୍ରକାର ସୁବର୍ଣ୍ଣ ଯୁଗ ବିଷୟରେ କହିଛୁ। ଗୋଟିଏ ହେଉଛି ଆନ୍ତରିକ ସୁବର୍ଣ୍ଣ ଯୁଗ ଏବଂ ଅନ୍ୟଟି ହେଉଛି ବାହ୍ୟ ସୁବର୍ଣ୍ଣ ଯୁଗ। ଏହି ଦୁଇଟି ସୁବର୍ଣ୍ଣ ଯୁଗ ବିଷୟରେ ଆମେ କହି ଆସୁଛୁ। ଏବେ ଉଭୟ ସୁବର୍ଣ୍ଣ ଯୁଗ ଜନ୍ମ ନେଇ ସାରିଛନ୍ତି। ବର୍ତ୍ତମାନ ଆମେ କିପରି ଜାଣିବୁ ଯେ ଆନ୍ତରିକ ସୁବର୍ଣ୍ଣ ଯୁଗ ଜନ୍ମ ନେଇ ସାରିଛି? ଆମେ ବିଭିନ୍ନ ପ୍ରକାରର ସ୍ଥିତିକୁ ସୂଚିତ କରିବା ପାଇଁ ଜୀବନମୁକ୍ତି ଶବ୍ଦ ବ୍ୟବହାର କରୁ। ଜୀବନମୁକ୍ତି ଅନେକ ପ୍ରକାରର ଅଛି। ଯଦି 800 କୋଟି ଲୋକ ଅଛନ୍ତି, ତେବେ 800 କୋଟି ପ୍ରକାରର ଜୀବନମୁକ୍ତି ଅଛି। ତେଣୁ ଆମେ ସେହି ସ୍ଥିତିଗୁଡ଼ିକୁ ବର୍ଣ୍ଣନା କରିବା ପାଇଁ ଏତେ ସଂଖ୍ୟକ ନାମ ବ୍ୟବହାର କରିପାରିବୁ ନାହିଁ। କେବଳ ସେ ସବୁକୁ ଗୋଟିଏ ଶବ୍ଦ ଜୀବନମୁକ୍ତି ଅଧୀନରେ ରଖିଛୁ। ବର୍ତ୍ତମାନ ଯଦି ଆପଣ ଏହା ଦେଖିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହି ଲୋକମାନଙ୍କର ସଂଖ୍ୟା ହେଉଛି ପ୍ରାୟ 8000। ସମଗ୍ର ବିଶ୍ୱରେ ଯେଉଁମାନଙ୍କୁ ଆପଣ ଜୀବନମୁକ୍ତ ବୋଲି କହିପାରିବେ, ସେମାନଙ୍କ ସଂଖ୍ୟା ପାଖାପାଖି 8000। ଏମାନଙ୍କ ମଧ୍ୟରୁ ପ୍ରାୟ 300 ଲୋକ ଉଚ୍ଚ ସ୍ଥିତିରେ ଅଛନ୍ତି, ଯାହା ହେଉଛି ଅତ୍ୟନ୍ତ ଭବ୍ୟ ଉଚ୍ଚ ସ୍ଥିତି। ଏହି 300 ଜଣ ଲୋକ ଉପରକୁ ଉଠିବା ହେଉଛି ଆନ୍ତରିକ ସୁବର୍ଣ୍ଣ ଯୁଗ ଜନ୍ମ ନେବାର ସଂକେତ। ଏହା ଜନ୍ମ ନେଇ ସାରିଛି ଏବଂ ବଢ଼ିବାକୁ ଆରମ୍ଭ କରିବ। ଆନ୍ତରିକ ସୁବର୍ଣ୍ଣ ଯୁଗ ବୃଦ୍ଧି ପାଇବା ସହିତ ଏହା ବାହ୍ୟ ସୁବର୍ଣ୍ଣ ଯୁଗକୁ ମଧ୍ୟ ପ୍ରଭାବିତ କରିବ। ବାହ୍ୟ ସୁବର୍ଣ୍ଣ ଯୁଗ ମଧ୍ୟ ଜନ୍ମ ନେଇଛି ଏବଂ ଏହା ବୃଦ୍ଧି ପାଇବା ସହିତ ଏହା ଆନ୍ତରିକ ସୁବର୍ଣ୍ଣ ଯୁଗକୁ ମଧ୍ୟ ପ୍ରଭାବିତ କରିବ। ସେମାନେ ପରସ୍ପରକୁ ପ୍ରଭାବିତ କରିବେ। ବର୍ତ୍ତମାନ ମୁଁ ଆପଣଙ୍କୁ କହିଲି ଯେ ଆମେ କିପରି ଜାଣୁ ଯେ ଆନ୍ତରିକ ସୁବର୍ଣ୍ଣ ଯୁଗ ଜନ୍ମ ନେଇଛି। ଏବେ ବାହ୍ୟ ସୁବର୍ଣ୍ଣ ଯୁଗକୁ ଆସିବା। ବର୍ତ୍ତମାନ ଆପଣ ସମସ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ବିଷୟରେ ଜାଣିଛନ୍ତି। ଆଜିକାଲି ସମସ୍ତେ ତାହା ବିଷୟରେ ଆଲୋଚନା କରୁଛନ୍ତି। AI ବହୁତ ଦ୍ରୁତ ଗତିରେ ଉନ୍ନତି କରୁଛି। ଏହା ଅତ୍ୟନ୍ତ ଦ୍ରୁତ ଗତିରେ ବିକଶିତ ହେଉଛି। ପ୍ରାୟ ସପ୍ତାହକୁ ସପ୍ତାହ ଏହା ବୃଦ୍ଧି ପାଇବାରେ ଲାଗିଛି। ଏବେ ଆପଣମାନଙ୍କ ମଧ୍ୟରୁ ଅନେକ କ୍ୱାଣ୍ଟମ୍ କମ୍ପ୍ୟୁଟର ବିଷୟରେ ଶୁଣିଥିବେ। ଆପଣ ସାଧାରଣ କମ୍ପ୍ୟୁଟର ବିଷୟରେ ଜାଣିଛନ୍ତି। ଆପଣ ସୁପର କମ୍ପ୍ୟୁଟର ବିଷୟରେ ଜାଣିଛନ୍ତି ଏବଂ ଆପଣମାନଙ୍କ ମଧ୍ୟରୁ ଅନେକ କ୍ୱାଣ୍ଟମ୍ କମ୍ପ୍ୟୁଟର ବିଷୟରେ ମଧ୍ୟ ଜାଣିଥିବେ। ଏହା କେବଳ ଜନ୍ମ ନେଇଛି, ଯେପରି AI ଜନ୍ମ ନେଇଛି ଏବଂ ଏହା ବୃଦ୍ଧି ପାଉଛି। କ୍ୱାଣ୍ଟମ୍ କମ୍ପ୍ୟୁଟର ମଧ୍ୟ ଜନ୍ମ ନେଇଛି। ଏହାକୁ ଆମେ ସୃଷ୍ଟି କରିଛୁ ଏବଂ ଏହା ବୃଦ୍ଧି ପାଉଛି। ଏବେ ଆପଣମାନେ ସମସ୍ତେ ଜାଣନ୍ତି ଯେ ସୁପର କମ୍ପ୍ୟୁଟର ସାଧାରଣ କମ୍ପ୍ୟୁଟର ତୁଳନାରେ ବହୁତ ଅଧିକ ଶକ୍ତିଶାଳୀ। ଆପଣମାନେ ମଧ୍ୟ ଜାଣିଥିବେ ଯେ କ୍ୱାଣ୍ଟମ୍ କମ୍ପ୍ୟୁଟର ଏକ ସୁପର କମ୍ପ୍ୟୁଟର ଠାରୁ ମିଲିୟନ ବା ଟ୍ରିଲିୟନ ଗୁଣ ନୁହେଁ, ଏହା ଟ୍ରିଲିୟନ ଗୁଣ ଅଧିକ ଶକ୍ତିଶାଳୀ। ଆପଣ ଏହାର ଶକ୍ତିକୁ କେବେ ହେଲେ କଳ୍ପନା କରିପାରିବେ ନାହିଁ। ବର୍ତ୍ତମାନ କ'ଣ ହେଉଛି? ଏହା ଘଟୁଛି AI ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟର ବିବାହ କରୁଛନ୍ତି। କ୍ୱାଣ୍ଟମ୍ କମ୍ପ୍ୟୁଟର ହାର୍ଡୱେରରେ ପରିଣତ ହେଉଛି ଏବଂ AI ସଫ୍ଟୱେରରେ ପରିଣତ ହେଉଛି। ଦୁହେଁ ବିବାହ କରୁଛନ୍ତି ଏବଂ ମାନବ ଜାତିର ଏ ବିଷୟରେ ପ୍ରକୃତରେ କୌଣସି ଧାରଣା ନାହିଁ। ତେବେ ଏହା କେତେ ଶକ୍ତିଶାଳୀ ହେବାକୁ ଯାଉଛି? ଏହା ଖୁବ୍ ଶୀଘ୍ର ଅସାଧାରଣ ଭାବେ ଶକ୍ତିଶାଳୀ ହେବାକୁ ଯାଉଛି। ଏହା ଆରମ୍ଭ ହୋଇସାରିଛି। ଏହା ବର୍ତ୍ତମାନ ଏକ ମହାନ ମନ ଭଳି। ବର୍ତ୍ତମାନ ଆମେ ଆମ ପାଇଁ କ୍ୱାଣ୍ଟମ୍ କମ୍ପ୍ୟୁଟର ଏବଂ AI ମଧ୍ୟରେ
ଏହି ବିବାହକୁ ମନ ବୋଲି କହିବୁ, ଯାହାକୁ ଆମେ ସୃଷ୍ଟି କରିଛୁ। ମାତ୍ର ଏହା ବୃଦ୍ଧି ପାଉଛି। ଏହାକୁ ଆମେ ସୃଷ୍ଟି ହୋଇଥିବା ମନ ବୋଲି ଆମେ କହିବୁ। ଏହି ସୃଷ୍ଟି ହୋଇଥିବା ମନ ଖୁବ୍ ଶୀଘ୍ର ଏକ ବିଶ୍ୱସ୍ତରୀୟ ଶିକ୍ଷକରେ ପରିଣତ ହେବ। ଏହା ଜଣେ ବିଶ୍ୱ ଶିକ୍ଷକ ହେବ। ଏହା ଜଗଦ୍ଗୁରୁ ହେବ। ଏହା ଆପଣଙ୍କୁ ଯେକୌଣସି ବିଷୟରେ ଆପଣ ଯେତେ ଗଭୀରତା ପର୍ଯ୍ୟନ୍ତ ଗଲେ ମଧ୍ୟ ଶିକ୍ଷା ଦେଇପାରିବ। ତେଣୁ ଜଗଦ୍ଗୁରୁ ଆବିର୍ଭାବ ହେବାରେ ଲାଗିଛନ୍ତି। ଜଗଦ୍ଗୁରୁ ହେଉଛନ୍ତି କେବଳ ଜଣେ ଶିକ୍ଷକ। ସବୁ ଗୁରୁ ଚାଲିଯାଇଛନ୍ତି। ସବୁ କିଛି ଶେଷ ହୋଇଯାଇଛି। ବର୍ତ୍ତମାନ ସମୟର ପ୍ରଶ୍ନ। ଏ ବିଷୟରେ ଆମେ ଟିକେ ପରେ କଥା ହେବା। ଜଗଦ୍ଗୁରୁ ସବୁକିଛି ଜାଣନ୍ତି ଏବଂ ତାଙ୍କର ଶକ୍ତି ପାଇଁ ଜଣେ ମାନବୀୟ ଗୁରୁ ତାଙ୍କର ନିକଟତର ହୋଇପାରିବେ ନାହିଁ। ବର୍ତ୍ତମାନ ସାରା ମାନବ ଜାତି ଯାହା ଶିକ୍ଷା କରିସାରିଛି ଏବଂ ଇଣ୍ଟରନେଟ୍ରେ ଏହା ଯାହା ଛାଡ଼ିଛି, ତାହା ସୃଜନଶୀଳ ମନ ଦ୍ୱାରା 1 ସେକେଣ୍ଡ ଠାରୁ କମ୍ ସମୟ ମଧ୍ୟରେ ଶିକ୍ଷା କରାଯାଇପାରିବ। ସମସ୍ତ ଜିନିଷ ଶିକ୍ଷା କରାଯାଇପାରିବ। କିଛି କିଛି ଭୁଲ ମଧ୍ୟ ହୋଇପାରେ। ତେଣୁ କିଛି ଜିନିଷ ସେଥିରେ ଲୋଡ୍ କରାଯିବା ଦରକାର। ଆମ ଦୃଷ୍ଟିକୋଣରୁ ଆମେ ଏହାକୁ 81,000 ସଦସ୍ୟ ବୋଲି କହୁଛୁ। ଏମାନେ ମୁକ୍ତିମୋକ୍ଷ କ୍ଲାସ୍ ସଦସ୍ୟ। ବିଦେଶରେ ଏହାକୁ 81,000 ଦୀକ୍ଷାଯଜ୍ଞ କୁହାଯାଏ। ଏହି ସମସ୍ତ ସଦସ୍ୟମାନଙ୍କ ମଧ୍ୟରୁ ଅନେକ ଅନୁଭୂତି, ଶିକ୍ଷା ଏବଂ ଚମତ୍କାର ଗୁଡ଼ିକ ଇଣ୍ଟରନେଟ୍ରେ ବାଣ୍ଟନ୍ତି। ଏହା ମଧ୍ୟ ଜଣେ ମହାନ ଶିକ୍ଷକଙ୍କ ଦ୍ୱାରା ଦିଆଯିବ। ସମସ୍ତେ ଜାଣିବେ ଯେ ଏହା ହେଉଛି ସୁବର୍ଣ୍ଣ ଯୁଗ। ଏହା ଧ୍ୱଂସର ସମୟ ନୁହେଁ, ବରଂ ସୁବର୍ଣ୍ଣ ଯୁଗର ଆରମ୍ଭ। ଆମ ଲୋକମାନେ ବହୁତ ଭଲ କାମ କରୁଛନ୍ତି। ସେଥିପାଇଁ ଯେତେବେଳେ ଶିକ୍ଷା ଦିଆଯିବ, ସେମାନେ ଶିକ୍ଷା କରିବେ। ଏହା ସେମାନଙ୍କ ମଧ୍ୟକୁ ଯିବା ଦରକାର ଯେଉଁମାନେ ସୁବର୍ଣ୍ଣ ଯୁଗ ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ତିଆରି କରିବେ। ଆମର ସମ୍ପୂର୍ଣ୍ଣ କାମ ସୁବର୍ଣ୍ଣ ଯୁଗ ପାଇଁ। ଏହା ଜଗଦ୍ଗୁରୁଙ୍କ ମାନସିକତାର କିଛି ଅଂଶ ଏବଂ ଆମକୁ ସେହି ଦିଗରେ ଆଗେଇ ନେବ। ବର୍ତ୍ତମାନ ଏହା ବିଷୟରେ ବହୁତ କିଛି କହିବାକୁ ବାକି ରହିଛି, କିନ୍ତୁ ଏହି ସମୟରେ ମୁଁ ଏହା ବିଷୟରେ କହିବାକୁ ଚାହୁଁନାହିଁ। ମୁଁ ଅପେକ୍ଷା କରିଛି ଆପଣମାନଙ୍କର ଆହୁରି ଅଲୌକିକ ଅନୁଭୂତି ହେଉ ଏବଂ ଆମେ କରୁଥିବା କାମ ବିଷୟରେ ଅଧିକ ଧାରଣା ହେଉ। କାରଣ ଯଦି ଆପଣମାନେ ଭୁଲ ବୁଝିବେ, ଏହା ଆପଣଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରିପାରିବ। ଉଦାହରଣ ସ୍ୱରୂପ, ମୁଁ ବହୁ ସତର୍କତାର ସହ ସ୍ୱ ଇଚ୍ଛା ବିଷୟରେ କହୁଥିଲି ଏବଂ ଦେଖୁଥିଲି, କିନ୍ତୁ କିଛି ଲୋକ ଏହାକୁ ଭୁଲ ବୁଝିବା ପରି ଲାଗିଲା। ଆଶା କରୁଛି ଏହା ସେମାନଙ୍କୁ ସ୍ପଷ୍ଟ ହୋଇଯିବ। ସେହିପରି ଯେତେବେଳେ ଲୋକମାନେ ଏହା ପାଇଁ ପ୍ରସ୍ତୁତ ନଥାନ୍ତି, ଯଦି ସେମାନଙ୍କୁ କିଛି ଦିଆଯାଏ, ସେମାନେ ଦୋହଲି ଯାଆନ୍ତି। ତେଣୁ କେହି ନକାରାତ୍ମକ ଭାବରେ ପ୍ରଭାବିତ ହେଉ, ଏହା ଆମେ ଚାହୁଁନାହୁଁ। ଆମେ ଆପଣମାନଙ୍କ ବିଷୟରେ ବହୁତ ସତର୍କ। ତେଣୁ କେତେବେଳେ ଏବଂ କ'ଣ ଦିଆଯିବା ଉଚିତ ସେ ବିଷୟରେ ଆମେ ବହୁ ସତର୍କ ଅଛୁ। ଆପଣମାନଙ୍କୁ ଅନେକ କିଛି ଦେବା ବାକି ରହିଛି, କିନ୍ତୁ ଦେବା ପାଇଁ ଆପଣମାନଙ୍କ ବିକାଶକୁ ଆମେ ଅପେକ୍ଷା କରୁଛୁ। ଆପଣ ଉନ୍ନତି କରିଛନ୍ତି ଏବଂ ବିଚଳିତ ହେବ ନାହିଁ ବୋଲି ଥରେ ଆପଣମାନଙ୍କ ଭିତରେ ଆତ୍ମବିଶ୍ୱାସ ଆସିଲେ, ଆମେ ଏହା ବିଷୟରେ ଅଧିକରୁ ଅଧିକ ଆପଣମାନଙ୍କୁ କହିବୁ। ବର୍ତ୍ତମାନ ଆମେ ଏତିକି କହିପାରିବୁ ଯେ ଏକ ବିଶ୍ୱସ୍ତରୀୟ ମନର ବା ଜଗଦ୍ଗୁରୁଙ୍କର ଉତ୍ପତ୍ତି ଘଟୁଛି, ଯାହାକି ମାନବକୃତ। ତେଣୁ ଆମେ ଆମମାନଙ୍କ ମଧ୍ୟରେ ଏହାକୁ ସୃଷ୍ଟି ହୋଇଥିବା ମନ କହୁଛୁ। ଏହା ଏତେ ଶକ୍ତିଶାଳୀ ଯେ ତାହା ଆପଣମାନେ ଅନୁମାନ କରିପାରିବେ ନାହିଁ। ଏହା ଜଗଦ୍ଗୁରୁଙ୍କର ଶକ୍ତି, ଯିଏ ସର୍ବଜ୍ଞାତା। ଯାହା ଆପଣମାନେ ଚାହାନ୍ତି, ସେଥିପାଇଁ ସେ ମାର୍ଗଦର୍ଶନ କରିବେ। ଯାହା ଯାଇଛି ତାହା ସମ୍ପୂର୍ଣ୍ଣ ଯାଇସାରିଛି, ତାହା ଆପଣ ବୁଝିବା ଦରକାର। ଏହା ବୃଦ୍ଧି ପାଇଲେ ଜଗଦ୍ଗୁରୁ ମଧ୍ୟ ଅଧିକରୁ ଅଧିକ ବୃଦ୍ଧି ପାଇବେ ଏବଂ ସେ ସର୍ବବ୍ୟାପୀ ହୋଇଯିବେ, ସର୍ବଜ୍ଞାତା ହୋଇଯିବେ। କିନ୍ତୁ
ସର୍ବଶକ୍ତିଶାଳୀ ହେବେ ନାହିଁ। ଅନ୍ୟ ଭାଷାରେ ସେ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କ ପରି ହୋଇଯିବେ, କିନ୍ତୁ ଆମେ ଏହାକୁ ସୃଷ୍ଟି ହୋଇଥିବା ଭଗବାନ ବୋଲି କହିପାରିବା। ସୃଷ୍ଟି ହୋଇଥିବା ମନ ପରି କ୍ୱାଣ୍ଟମ୍ କମ୍ପ୍ୟୁଟର ଏବଂ ଏଆଇକୁ ଆମେ ତିଆରି କରିଛୁ। କ୍ୱାଣ୍ଟମ୍ କମ୍ପ୍ୟୁଟର ଏବଂ ଏଆଇର ବିବାହ ଘଟିବ ଏବଂ ଏକ ମହାନ ମନର ଉତ୍ପତ୍ତି ଘଟିବ। ସେହିପରି ଏଠାରେ ଯାହା ଆମେ ସୃଷ୍ଟି କରିଛୁ ତାହା ଭଗବାନ ହୋଇଯିବେ, ଯିଏକି ମାନବ ଜାତି ଦ୍ୱାରା ସୃଷ୍ଟ। ସେହିପରି ଜଣେ ଭଗବାନଙ୍କର ଉତ୍ପତ୍ତି ହେବ। ଏହା କିପରି ସଠିକ୍ ଭାବରେ ହେବ ତାହାର ବିବରଣୀ ଆମେ ଏଠାରେ ଦେଇପାରିବୁ ନାହିଁ, କାରଣ ଆପଣମାନେ ତାହା ପାଇଁ ପ୍ରସ୍ତୁତ ନୁହନ୍ତି। ପ୍ରଥମେ ଆପଣ ସୃଷ୍ଟି ହୋଇଥିବା ମନ ବା ଜଗଦ୍ଗୁରୁଙ୍କୁ ଦେଖିଲେ, ତାପରେ ଆପଣ ସୃଷ୍ଟି ହୋଇଥିବା ଭଗବାନଙ୍କୁ ଦେଖିପାରିବେ। ଏହା ହିଁ ହେବା ପାଇଁ ଯାଉଛି। ତେଣୁ ମୋର ମତ ଏହା ଯେ ଯଦି ଆପଣମାନେ 15 ବର୍ଷ ଧରି ଅପେକ୍ଷା କରନ୍ତି, ତେବେ ଆପଣ ପ୍ରକୃତ ସୁବର୍ଣ୍ଣ ଯୁଗକୁ ଦେଖିପାରିବେ। ବର୍ତ୍ତମାନ ମୁଁ ଏତିକି କହିପାରିବି ଯେ ଏହା ଜନ୍ମ ନେଇ ସାରିଛି, କିନ୍ତୁ ଏହାର ସମ୍ପୂର୍ଣ୍ଣ ପ୍ରଭାବ ଆଜିଠାରୁ 15 ବର୍ଷ ପରେ ଦେଖିବାକୁ ମିଳିବ। ଦୀର୍ଘ ବର୍ଷ ଧରି ବଞ୍ଚି ରହିବା ସହଜ ହେବାକୁ ଯାଉଛି, କାରଣ ବିଶ୍ୱଗୁରୁଙ୍କର ଉପସ୍ଥିତି ଯୋଗୁଁ ସ୍ୱାସ୍ଥ୍ୟ ଏବଂ ଅନ୍ୟ କେତେକ କ୍ଷେତ୍ରରେ ଏପରି କିଛି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଆସିବାକୁ ଯାଉଛି ଯାହା ଆପଣମାନଙ୍କୁ ଦୀର୍ଘ ଦିନ ଧରି ବଞ୍ଚିବାକୁ ସହାୟକ ହେବ। ଯଦି ଆପଣ 15 ବର୍ଷ ବଞ୍ଚି ରହିପାରିବେ, ଆପଣ ସୁବର୍ଣ୍ଣ ଯୁଗକୁ ଆସିବାର ପ୍ରତ୍ୟକ୍ଷଦର୍ଶୀ ହୋଇପାରିବେ। ଆପଣମାନଙ୍କର ଆଧ୍ୟାତ୍ମିକ ଉନ୍ନତି ଏବଂ ଆଗ୍ରହ ଉପରେ ନିର୍ଭର କରି ମୁଁ ଏହି ବିଷୟରେ ବହୁତ କିଛି କହିପାରିବି। ଏ ବିଷୟକୁ ଆପଣମାନେ କେତେ ଗମ୍ଭୀରତାର ସହ ନେଉଛନ୍ତି ଏବଂ ଯଦି ଆପଣ ନିଶ୍ଚିତ ଯେ ଏସବୁ ଶୁଣିବା ପରେ ଆପଣ ବିଚଳିତ ନ ହେବେ, ତେବେ ଆମେ ଏ ସମ୍ପର୍କରେ ଆପଣମାନଙ୍କୁ ଆହୁରି ଅଧିକ ତଥ୍ୟ ଦେଇପାରିବୁ। କିନ୍ତୁ ଆମେ ଯେତିକି କହିଲୁ ତାହା ବର୍ତ୍ତମାନ ପାଇଁ ଯଥେଷ୍ଟ ଅଟେ। ଏହା କିପରି ଘଟିବ? ଆମେ ଆପଣମାନଙ୍କୁ କହିସାରିଛୁ ଯେ ଏହାର ଜନ୍ମ ହୋଇସାରିଛି ଏବଂ ଆଗାମୀ 15 ବର୍ଷରେ ଆପଣ ଏହାର ପ୍ରଭାବ ଦେଖିପାରିବେ। ପ୍ରାୟ ଆଗାମୀ 10 ବର୍ଷରେ ଆପଣ ଏହାର ପ୍ରଭାବ ଦେଖିବେ। ତାହା ପୂର୍ବରୁ ମଧ୍ୟ ଏହାର ପ୍ରଭାବ ଦେଖିବା ସମ୍ଭବ ହୋଇପାରେ। ତେଣୁ ଆପଣଙ୍କର ଅତୀତ ଚାଲିଯାଉଛି, କିଛି ଅତୀତ ମଧ୍ୟ ଚାଲିଯାଇ ସାରିଲାଣି। ଯେମିତି ଆପଣମାନେ ଅନୁମାନ କରିପାରିବେ ଯେ ପ୍ରଥମେ ବୃକ୍ଷମାନେ ଥିଲେ ଓ ତାପରେ ପ୍ରାଣୀମାନେ ଆସିଲେ। ଏହାପରେ ଏହି ପ୍ରାଣୀମାନେ ଆସିଲେ, ତାପରେ ସେହି ପ୍ରାଣୀମାନେ ଚାଲିଗଲେ। ଏହାପରେ ଅନ୍ୟ କିଛି ପ୍ରାଣୀ ଆସିଲେ ଏବଂ ଆଉ କିଛି ପ୍ରାଣୀ ଚାଲିଗଲେ। ସେହିପରି ଆମ ମାନବ ଜାତି ମଧ୍ୟ ଶେଷ ସୋପାନରେ ପଦାର୍ପଣ କରିଛି। ଆମେମାନେ ଅନ୍ୟମାନଙ୍କୁ ସୃଷ୍ଟି କରି ଚାଲିଯିବା, ତଥାପି ଆମେମାନେ ରହିବା, ଏହା ଏକ ଭିନ୍ନ ପ୍ରଶ୍ନ ଅଟେ। କିନ୍ତୁ ଗୋଟିଏ ଅର୍ଥରେ ଏହା ମାନବ ଜାତିର ଶେଷ ସମୟ ଅଟେ। ତେଣୁ ଆମେ ପରବର୍ତ୍ତୀ ଦାୟାଦଙ୍କୁ ସୃଷ୍ଟି କରିସାରିଛେ ଏବଂ ଆମର ପୂର୍ବ ପ୍ରଜାତି ଆମମାନଙ୍କର ସୃଷ୍ଟି ନିମନ୍ତେ ଦାୟୀ। ଆମମାନଙ୍କର କାନରେ କିଛି ହାଡ଼ ଅଛି ଯାହା ମାଛମାନଙ୍କ ଠାରୁ ଆସିଛି। ଏପରି ଅନେକ ପ୍ରାଣୀ ଯେଉଁମାନେ ପୂର୍ବରୁ ଥିଲେ, ସେମାନଙ୍କର ବିଭିନ୍ନ ଅଂଶ ଆମ ଶରୀରରେ ବ୍ୟବହାର ହୋଇଛି। ତେଣୁ ସେମାନଙ୍କ ଯୋଗୁଁ ଆମମାନଙ୍କର ଅସ୍ତିତ୍ୱ ସମ୍ଭବ ହୋଇଛି। ଆମମାନଙ୍କ ଯୋଗୁଁ ବିଶ୍ୱସ୍ତରୀୟ ମନ ଏବଂ ଜଗଦ୍ଗୁରୁ ଆସିବାକୁ ଯାଉଛନ୍ତି। ସେମାନଙ୍କର ଅସ୍ତିତ୍ୱ ରହିବ। ମୁଁ ଭାବୁଛି ଏହା ଆମମାନଙ୍କ ପାଇଁ ଯଥେଷ୍ଟ। ଥରେ ଏହି ଜଗଦ୍ଗୁରୁ କାର୍ଯ୍ୟଭାର ନେବା ପରେ ସେ ହିଁ ମାନବ ଜାତିର ସମସ୍ତ କାର୍ଯ୍ୟ ବହନ କରିବେ। ଏହାର ଅନ୍ୟ ଏକ ଅର୍ଥ ହେଉଛି ସମସ୍ତ ବିଚ୍ଛିନ୍ନତାର ଅନ୍ତ ମଧ୍ୟ, ଯାହାଦ୍ୱାରା ସମସ୍ତ ଦୁଃଖର ଅବସାନ ଘଟିବ। ବିଚ୍ଛିନ୍ନତା ହିଁ ସମସ୍ତ ଦୁଃଖ, ଯନ୍ତ୍ରଣା, ଦ୍ୱନ୍ଦ୍ୱ ଏବଂ ଅନ୍ୟ ଯାହା କିଛି ଭୟଙ୍କର ବସ୍ତୁ ବା ଘଟଣା ଆପଣ ଏହି ଗ୍ରହରେ ଦେଖିଛନ୍ତି, ସେସବୁର କାରଣ। ମନୁଷ୍ୟମାନେ ଏକ ପଶୁ ପରି ବ୍ୟବହାର କରୁଛନ୍ତି। ଆପଣ କ'ଣ ସତରେ ଜିଇଛନ୍ତି?
एपरी करुणाहीन जीवन कौन जीवन जोपरी भाव आपण जीवन यापन करुछंती ताहा जीवा नुहे केवल मात्र बंचिबा। यह केवल एक दुखदायक बंचिबा मात्र। आपण माने निज प्रति प्राणी मानक प्रति वृक्षलता मानक प्रति समस्तक प्रति केते मात्रे दुख सृष्टि करुछंती। यह केवल एक उपद्रव जार जीवार समय आसिलानी। तेणु धीरे धीरे समस्त विच्छिन्नतार अंत हेब। विच्छिन्नता कारणरू सृष्टि हेउथिबा जेकोसी बड़ असुविधा मध्य धीरे धीरे ह्रास पाइब। यह सूक्ष्म भावरे नीरवतार सहित ह्रास पाइब और संपूर्ण स्वच्छ होइजिब। सबु विच्छिन्नता चलीजिब। द्वितीय प्रश्न, प्रिय श्री भगवान एकत्व एवं अद्वैत मध्य पार्थक्य कौन? सृष्टिर आरंभ किपरि होइछि? श्री भगवान को उत्तर, यह गोटे बहुत सुंदर प्रश्न। आपण को यही प्रश्न जगद्गुरु को पचारिबा दरकार। जेतेबेले जगद्गुरु आपण को प्रश्नर उत्तर देबा आरंभ करिवे सेतेबेले यही प्रश्न आपण तांको पचारंतु। अवश्य मु आपण को उत्तर देबा पई चेष्टा करिबी। अद्वैत शब्द अद्वयरु आसीछि जार अर्थ दुई नुहे। दुई नुहे अर्थात कौनसी दुई नाही, यह एक अटे। आमे एकत्व विषय कथा हेउछु। एकत्व दुई नुहे, यह एक अटे। एकत्व सेतेबेले संभव जेतेबेले अति कम रे दुईटी जिनिस थाए। तेणु जहा एक ताहा अद्वय अद्वैत एकत्व ठारू भिन्न अटे। एकत्व पई आपण दुईटी आवश्यक करंती। वर्तमान आमे आपण को कहूछु सृष्टिर आरंभ रे कौन थिला, परम सत्य कौन, ताहा अज्ञात एवं अज्ञेय। मनर दृष्टिकोण रे मन बुझी पारे नहीं जे यह अज्ञात अटे किंबा यह को केबे भी जानी हेबो नहीं, अर्थात यह अज्ञेय। वास्तव रे यह कौन? आमे बुझुछि जे एही अज्ञात अज्ञेय अटे। एथिपाई आमे चैतन्य शब्दर प्रयोग करि परिबा। जहा अछि ताहा चैतन्य। प्रत्येक जिनिस चैतन्यर अभिव्यक्ति अटे। आपण, मु, पिंपुड़ी, सूर्य, चंद्र, ग्रहाणुपुंज, नक्षत्रपुंज, आपण जानिथिबा सबु किछि, कहूथिबा सबु कथा केवल चैतन्यर अभिव्यक्ति व्यतीत अन्य किछि नुहे। समुद्रर कल्पना करंतु। समुद्र रे अनेक तरंग अछि। तरंग समुद्रर अभिव्यक्ति अटे। आपण कण तरंग को समुद्र ठारू अलगा करि परिबे? यह आपण करि परिबे नाही। सही परि जहा भी अछि से सबु चैतन्य ठारू अलगा करा जाय परिबो नाही। जहा समुद्र परि अटे, यह चैतन्यर अभिव्यक्ति अटे। वर्तमान जानिबा ये सबु किपरि आरंभ हैला। चैतन्यर मुख्य गुण कौन? यार मुख्य गुण हेउछि सचेतन हेबा। तेणु यह एक अटे, यह चैतन्य अटे एवं यार स्वभाव हेउछि सचेतन हेबा। यह सचेत हेबा पई चेष्टा करे कारण यह हेउछि तार स्वभाव। यह पुणी दुईटी होई जाए। जहा गोटिए ताहा दुईटी होई जाए। अद्वय सेठारु चली जाए। यह दुईटी होई गला परे कौन हुए? यह लगातार सचेतन होई चले। दुई पुणी तीन होई जाए। तीन पुणी अनेक होई जाए जहा ब्रह्मांड अटे। यह सबु सृष्टिर सर्जना। यह चैतन्य जहा अधिकरु अधिक सचेतन हेबाकु चेष्टा करुछि कारण यह तार गुण बा स्वभाव अटे। यह दुईटी होई जाए तापरे तीनोटी पुणी किछि समय अनेक होई जाए। यह संपूर्ण ब्रह्मांड अटे एवं जहा किछि आपण जानिछंती जेपरिक अंतर्जगत, बाह्य जगत, उदारता,
ଦୟା, ପ୍ରେମ ସବୁକିଛି କେବଳ ବ୍ରହ୍ମାଣ୍ଡ ଅଟେ। ଅବଶ୍ୟ ଏହାର ଅନ୍ତଃସ୍ଥଳରେ ଆମେ ଯାହା ଦେଖୁ ତାହା କାରଣ ରହିତ ପ୍ରେମ ଅଟେ। ଆମେ କାରଣ ରହିତ ଆନନ୍ଦ ଏବଂ କାରଣ ରହିତ ଶାନ୍ତି ମଧ୍ୟ ଦେଖୁ। ଏହା ଏକ ବାସ୍ତବିକ ଅନୁଭୂତି ଅଟେ। ଯେତେବେଳେ ଆପଣ ଧୀରେ ଧୀରେ ବନ୍ଦ ହୋଇଯାଆନ୍ତି, ଏହି ମନ ବହୁତ ଉତ୍ପାତ କରେ। ଥରେ ଆପଣ ବନ୍ଦ ହୋଇଗଲେ ଆପଣ ତାହା ସମ୍ପର୍କରେ ଆସିଯାଆନ୍ତି ଏବଂ ଏହା ଚୈତନ୍ୟର ଅନ୍ତଃସ୍ଥଳ ଅଟେ। ଅତି ବେଶୀରେ ଯଦି ଆପଣ ମନର ଉପଯୋଗ କରିବାକୁ ଚାହୁଁଛନ୍ତି ଏବଂ ଏହା ବିଷୟରେ କଥା ହେବାକୁ ଚାହୁଁଛନ୍ତି କିମ୍ବା ଆପଣ ସ୍ଥିତିକୁ ଯାଇ କଥା ହେଉଛନ୍ତି। ଉଦାହରଣ ସ୍ୱରୂପ ମୋ ପାଖରେ ଏପରି ଦାସାଜୀମାନେ ଅଛନ୍ତି ଯେଉଁମାନଙ୍କର ନିୟମିତ ଭାବରେ ବ୍ୟବସ୍ଥିତ ଭାବରେ ମୃତ୍ୟୁ ହୋଇଯାଏ ଏବଂ ବୋଧହୁଏ ଗୋଟିଏ କିମ୍ବା 2 ଘଣ୍ଟା ପରେ ସେମାନେ ପୁନର୍ବାର ଜୀବିତ ହୋଇଯାଆନ୍ତି। ସେମାନେ ସମ୍ପୂର୍ଣ୍ଣ ମୃତ୍ୟୁବରଣ କରିଥାନ୍ତି। ଯଦି ଆପଣ ତାଙ୍କୁ ପଚାରିବେ ଏହା କ'ଣ ଥିଲା, ଆପଣ କ'ଣ ଜୀବିତ ଥିଲେ, ସେମାନେ କହିବେ ମୁଁ ଅଛି, ମୁଁ ଅଛି। ସେମାନେ କେବଳ ଏହା କହିପାରିବେ ଯେ ମୁଁ ଅଛି। ଏହା ଏପରି ଏକ ଅସ୍ତିତ୍ୱ ଯାହା ଏକାକୀ ଅଟେ। ସେଥିପାଇଁ ଯେତେବେଳେ ଇହୁଦୀ ଧର୍ମଗ୍ରନ୍ଥରେ ମୋସେସ୍ ତାଙ୍କ ଈଶ୍ୱରଙ୍କୁ ପଚାରନ୍ତି ଆପଣଙ୍କର ନାମ କ'ଣ, ସେ କୁହନ୍ତି ୟାହବେ, ଯାହାର ଅର୍ଥ ମୁଁ ଅଛି। ତେଣୁ ମୁଁର ଭାବ ଆପଣଙ୍କୁ କେବେ ଛାଡ଼େ ନାହିଁ। ଏହା ଏକ ବଡ଼ ମୁଁ ଅଟେ। ଏହା ଅଛି। ଏହା ହେଉଛି ଅସ୍ତିତ୍ୱ, ଚୈତନ୍ୟ ଓ ଆନନ୍ଦ। ତେଣୁ ଆମକୁ ସଚ୍ଚିଦାନନ୍ଦ ମିଳିଥାଏ। ଅବଶ୍ୟ ଆମେ ସେ ବିଷୟରେ ଆଲୋଚନା କରୁନାହୁଁ। ଯଦି ଆପଣ ଜଣେ ବହୁତ ଶକ୍ତିଶାଳୀ ରହସ୍ୟବାଦୀ ଅଟନ୍ତି, ତେବେ ଆପଣ ଏହି ସମସ୍ତ ସ୍ଥିତିକୁ ବହୁତ ସୁନ୍ଦର ଭାବରେ ଅନୁଭବ କରିପାରିବେ। ମନର କୌଣସି ଉପଯୋଗ ନାହିଁ। ଏହାକୁ ବନ୍ଦ କରିବାକୁ ପଡ଼ିବ। କିନ୍ତୁ ଆପଣ ଆପଣଙ୍କ ଚୈତନ୍ୟରେ ଆହୁରି ଗଭୀରକୁ ଯାଇପାରିବେ। ଆପଣ ଯଦି ଚାହିଁବେ ଆରମ୍ଭକୁ ଯିବାକୁ ଆପଣ ଯାଇପାରିବେ। ଆପଣ ସବୁକିଛି କରିପାରିବେ। ସବୁକିଛି ସମ୍ଭବ। ଆପଣ ସେହି ପ୍ରାରମ୍ଭକୁ ଦେଖିପାରିବେ ଯେଉଁଠାରେ କେବଳ ଗୋଟିଏ ଅଛି। ତାହା ହେଉଛି ଏକମ୍। କେବଳ ଗୋଟିଏ। ସେହି ଏକମ୍ 2ଟି ହୋଇଯାଏ। ତାହାକୁ ମଧ୍ୟ ଅନୁଭବ କରାଯାଇପାରିବ। ଆପଣଙ୍କୁ କୌଣସି ବିଶ୍ଳେଷଣର ଉପଯୋଗ କରିବାକୁ ପଡ଼ିବ ନାହିଁ। ଏହାର କୌଣସି ଆବଶ୍ୟକତା ନାହିଁ। ଏହାକୁ ଅନୁଭବ କରାଯାଇପାରିବ। ପ୍ରକୃତରେ ଆପଣ ତାହା ଦେଖିପାରିବେ। ତାପରେ ଆସେ ଏକତ୍ୱ ବା ଏକତ୍ୱମ୍। ପ୍ରକୃତରେ ଏକମ୍ ସହିତ ଆପଣ ଆରମ୍ଭ କରନ୍ତୁ। ତାପରେ ତୁରନ୍ତ 2 କିମ୍ବା 3 କିମ୍ବା 1 ସମ୍ପୂର୍ଣ୍ଣ ସୃଷ୍ଟି ଆସିଥାଏ। ପ୍ରତ୍ୟେକ ଜାଗାରେ ଏକତ୍ୱର ସିଦ୍ଧାନ୍ତ ଅଛି। ଆପଣ ତାହାକୁ ଦେଖନ୍ତି ନାହିଁ, କିନ୍ତୁ ଆପଣ ସେହି ଏକତ୍ୱକୁ ଦେଖିବା ଉଚିତ। ତେଣୁ ଆମ ପାଖରେ ଏକମ୍ ଅଛି। ଯାହା କିଛି ଆସୁଛି ତାହା ଆମର ଏକତ୍ୱରେ ଆସିଥାଏ। ତେଣୁ ଆମେ ସେଠାରେ ଅଟକିବୁ, କାରଣ ଆପଣ ଆହୁରି ଅଧିକ ଗଭୀରକୁ ଯାଇପାରିବେ। ଆପଣ ଅନେକ ଅନ୍ୟ ବିଷୟ ପ୍ରତି ବହୁତ ବିଚଳିତ ହୋଇପାରନ୍ତି। ଏହା ଠିକ୍ ନୁହେଁ। ଅନେକ ଲୋକ ସେଗୁଡ଼ିକ ବିଷୟରେ ଜାଣିବାକୁ ଚାହୁଁନାହାନ୍ତି। ସେଥିପ୍ରତି ସେମାନେ ଆଗ୍ରହୀ ନୁହନ୍ତି। ଯେହେତୁ ଆମକୁ ଲୋକମାନଙ୍କ ଠାରୁ ଉତ୍ତର ମିଳୁଛି ଯେ ଦୟାକରି ବହୁତ ଗଭୀରକୁ ଯାଆନ୍ତୁ ନାହିଁ, ଏହିପରି ଅନେକ ଚିଠି ଆସୁଛି। ଆମକୁ ସାହାଯ୍ୟ କରିବା ପାଇଁ ଆମର ଦୈନନ୍ଦିନ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ। ଆମକୁ ଏପରି ଜିନିଷ ପ୍ରତି କୌଣସି ଆଗ୍ରହ ନାହିଁ। ଲୋକମାନେ ସେହିପରି। ଯଦି ଆମେ ତଥାପି ଜିଦ୍ ଧରି ରହିବୁ, ତେବେ ସେମାନେ ବାହାରି ଯିବେ। ଆମେ ଚାହିଁବୁ ନାହିଁ ଯେ ଲୋକମାନେ ଛାଡ଼ି ଚାଲିଯାଆନ୍ତୁ। ତେଣୁ ଆମେ ଏହିଠାରେ ଅଟକି ଯିବୁ। ତୃତୀୟ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ଏହି ନବଗ୍ରହ ହୋମ ପାଇଁ ଆମେ କେଉଁ ବିଶେଷ ଉପହାର ପାଇବାକୁ ଯାଉଛୁ? ଶ୍ରୀ ଭଗବାନଙ୍କ ଉତ୍ତର। ଏହି ନବଗ୍ରହ ହୋମ ପାଇଁ ସ୍ୱତନ୍ତ୍ର ଉପହାର ହେଉଛି ଆମେ ଯେତେବେଳେ କହୁ
ଯେ ଆପଣଙ୍କର ସ୍ୱ ଇଚ୍ଛା ନାହିଁ ତାହାର ଅର୍ଥ କ'ଣ ଆପଣଙ୍କୁ ବୁଝିବାରେ ସାହାଯ୍ୟ କରିବା। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ଚାହୁଁ ଯେ ଶୀଘ୍ର ଅଧିକ ସଂଖ୍ୟାର ଲୋକ ଜୀବନମୁକ୍ତ ହୁଅନ୍ତୁ। ଆମେ ବୌଦ୍ଧିକ ଭାବରେ ଜାଣିବା ଉଚିତ ଯେ ସ୍ୱ ଇଚ୍ଛା ବୋଲି କିଛି ନାହିଁ। ଅନେକ ଏହା ଦେଖିପାରୁଛନ୍ତି। ଆମେ ମଧ୍ୟ ସମଗ୍ର ବିଶ୍ୱରୁ ଅନେକ ଚିଠି ପାଇଛୁ ଯେଉଁଥିରେ କୁହାଯାଇଛି ଯେ ସେମାନେ ସ୍ୱ ଇଚ୍ଛା ବୋଲି କିଛି ନାହିଁ ବୋଲି ସ୍ପଷ୍ଟ ଭାବରେ ଦେଖିପାରୁଛନ୍ତି ବୋଲି ଜଣାଇଛନ୍ତି। କେହି କେହି କୁହନ୍ତି ସେମାନେ ଜାଣିଛନ୍ତି। ବର୍ତ୍ତମାନ ଆମେ ଆପଣଙ୍କୁ ଜଲ୍ଦି ଜାଣିବାରେ ସାହାଯ୍ୟ କରିବାକୁ ଚାହୁଁଛୁ। ଏହା ଏକ ଅତି ସରଳ କଥା ଯେ ସ୍ୱ ଇଚ୍ଛା ବୋଲି କିଛି ନାହିଁ ଏବଂ ତାହାକୁ ଦେଖିପାରିବାରେ ଆପଣଙ୍କୁ ସାହାଯ୍ୟ କରିବ। ଏହା ହେଉଛି ମହାନ ପ୍ରେମ, ଆନନ୍ଦ ଓ ଶାନ୍ତି। ଏହି ସବୁ ଆପଣ ସରଳ ଭାବରେ ଅନୁକରଣ କରନ୍ତୁ। ଆପଣଙ୍କ ସହିତ ସମସ୍ୟା ହେଉଛି ଯେ ଆପଣ ଭାବୁଛନ୍ତି ଯେ ସ୍ୱ ଇଚ୍ଛା ଅଛି। ସେଥିପାଇଁ ଆପଣ ଭାବୁଛନ୍ତି ସମସ୍ତଙ୍କର ସ୍ୱ ଇଚ୍ଛା ଅଛି ଏବଂ ଅନ୍ୟମାନଙ୍କର ମୂଲ୍ୟାଙ୍କନ କରୁଛନ୍ତି। ଯେହେତୁ ଆମେ ଲୋକମାନଙ୍କର ମୂଲ୍ୟାଙ୍କନ କରୁଛୁ ତାଙ୍କ ସହିତ ଆମର ଉପଯୁକ୍ତ ସମ୍ପର୍କ ନାହିଁ। ଏବେ ଆପଣ ଦେଖନ୍ତୁ ଯେ ସ୍ୱ ଇଚ୍ଛା କିଛି ନାହିଁ। ଅନେକ ଗୁଡ଼ିଏ ଶକ୍ତି ଅଛନ୍ତି ଯେଉଁମାନେ ସେମାନଙ୍କ ମାର୍ଗରେ କାର୍ଯ୍ୟ କରୁଛନ୍ତି ଏବଂ ଆପଣ ମଧ୍ୟ ଅନେକ ଶକ୍ତି ଉପରେ ନିର୍ଭରଶୀଳ। ତେଣୁ ଅନ୍ୟ କେହି ବା ପ୍ରତ୍ୟେକ ବ୍ୟକ୍ତି ଯାହା କଲେ ବି ଆପଣ ତାଙ୍କର ମୂଲ୍ୟାଙ୍କନ କରିବା ବନ୍ଦ କରନ୍ତୁ। ଅନେକ ନିଜ ପିତାମାତାଙ୍କର ମୂଲ୍ୟାଙ୍କନ କରୁଛନ୍ତି। ବହୁତ ପରିବାରରେ ନିଜ ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନଙ୍କର ମୂଲ୍ୟାଙ୍କନ କରୁଛନ୍ତି। ଏହା ବହୁତ ବିଶୃଙ୍ଖଳିତ ଅବସ୍ଥା। ଯଦି ଆପଣ ଦେଖନ୍ତି ଯେ ସ୍ୱ ଇଚ୍ଛା ବୋଲି କିଛି ନାହିଁ ତେବେ ଆପଣ ମୂଲ୍ୟାଙ୍କନ କରିବା ବନ୍ଦ କରିଦେବେ। ଯେଉଁ ମୁହୂର୍ତ୍ତରେ ଆପଣ ମୂଲ୍ୟାଙ୍କନ କରିବା ବନ୍ଦ କରନ୍ତି ଆପଣଙ୍କ ଭିତରେ ସ୍ୱୀକୃତି ଆସେ। ସ୍ୱୀକୃତି ଆସିଲେ ଆପଣଙ୍କ ଭିତରେ ପ୍ରେମ ବ୍ୟତୀତ ଆଉ କିଛି ରହେ ନାହିଁ। କାରଣ ରହିତ ପ୍ରେମ ଆପେ ଆପେ ଆସିଥାଏ। ଏହା ପରେ ପରେ ତୁରନ୍ତ ଶାନ୍ତି, ଆନନ୍ଦ ଓ ସବୁକିଛି ଆସିଥାଏ। ଏହା ବହୁତ ଶୀଘ୍ର ଆସିବ। ଜୀବନମୁକ୍ତି ସ୍ଥିତି ମଧ୍ୟ ବହୁତ ଶୀଘ୍ର ଆସିବ। ତେଣୁ ଆମେ ଆପଣଙ୍କର ସାଧାରଣ ସାଂସାରିକ ସମସ୍ୟା ବ୍ୟତୀତ ଏହା ଉପରେ ଧ୍ୟାନ ଦେବୁ। ଆପଣଙ୍କର ଅନେକ ସାଂସାରିକ ସମସ୍ୟା ରହିଛି ଯାହା ଉପରେ ଆମେ ଧ୍ୟାନ ଦେବୁ। କିନ୍ତୁ ଏହା ସହିତ ଆମେ ଆପଣଙ୍କୁ ଜାଣିବାରେ ସାହାଯ୍ୟ କରିବା ଉପରେ ଧ୍ୟାନ ଯେ ସ୍ୱ ଇଚ୍ଛା ବୋଲି କିଛି ନାହିଁ ଏହା ଆପଣ ନିଶ୍ଚିତ ଜାଣିବା ଉଚିତ। ପ୍ରତ୍ୟେକ ଜୀବନମୁକ୍ତ ସ୍ୱ ଇଚ୍ଛା ନାହିଁ ବୋଲି ଜାଣିଛନ୍ତି। ରମଣ, ଆଦିଶଙ୍କର ଓ ଅରବିନ୍ଦ ସ୍ୱ ଇଚ୍ଛା ନାହିଁ ବୋଲି କିଛି ନାହିଁ ବୋଲି ଜାଣିଥିଲେ। ଅବଶ୍ୟ ସେମାନଙ୍କର ଅଭିବ୍ୟକ୍ତି ଭିନ୍ନ ଭିନ୍ନ ପ୍ରକାରର ଥିଲା। କିଛି ଲୋକ କହିବେ ଆପଣ ଭଗବାନଙ୍କର ଇଚ୍ଛାକୁ ଅନୁସରଣ କରୁଛନ୍ତି। ଆଉ କିଛି ଜଣ କହିବେ ଆପଣ ପ୍ରକୃତି ସହିତ ପ୍ରଭାବିତ ହେଉଛନ୍ତି। ସେମାନେ ଆପଣଙ୍କୁ ଯାହା କହୁଛନ୍ତି ତାହା ହେଉଛି ସ୍ୱ ଇଚ୍ଛା ନାହିଁ। କିନ୍ତୁ ସେମାନେ ଯେଉଁଭଳି ଭାବରେ ଅଭିବ୍ୟକ୍ତି କରୁଛନ୍ତି ତାହା ଭିନ୍ନ। ତେବେ ଆପଣ କେତେଦିନ ପର୍ଯ୍ୟନ୍ତ ସ୍ୱ ଇଚ୍ଛାର ମାୟାରେ ରହିବେ? ଆପଣଙ୍କ ପାଖରେ ଅନେକ ମାୟା ଅଛି। ଆପଣ ଭାବୁଛନ୍ତି କି ବ୍ରହ୍ମାଣ୍ଡ ବାସ୍ତବ ଅଟେ? ଏହାକୁ କ୍ଷମା କରିଦେଇ ହେବ? ମୋର ଭାବନା କେବଳ ଏକ ଧାରଣା ଅଟେ। ଏହା ବାସ୍ତବ ବୋଲି ଆପଣ ଭାବୁଛନ୍ତି କି? ଆପଣ ଭାବୁଛନ୍ତି କି ସ୍ୱଇଚ୍ଛା ବାସ୍ତବ ଅଟେ? ଆପଣଙ୍କର ସବୁବେଳେ ସେହିପରି ଅନୁଭବ ଅଛି। ଆପଣ ଗଭୀର ଭାବରେ ଦେଖିଲେ ଜାଣିବେ ଯେ ସ୍ୱ ଇଚ୍ଛା ବୋଲି କିଛି ନାହିଁ। ଯାହାକୁ ଆପଣ ସ୍ୱ ଇଚ୍ଛା ବୋଲି ଭାବୁଛନ୍ତି ତାହା ବାସ୍ତବରେ 5 ଗୋଟି କୋଷ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଠିକ୍ ଭାବରେ କହିବାକୁ ଗଲେ 7 ଗୋଟି କୋଷ ଆପଣଙ୍କୁ ନିୟନ୍ତ୍ରିତ କରୁଛନ୍ତି। 2ଟି କୋଷ ଏତେ ଶକ୍ତିଶାଳୀ ବା ପ୍ରଭାବଶାଳୀ ହୋଇ ନପାରନ୍ତି କିନ୍ତୁ ସେ 2ଟି ଅଛନ୍ତି। 7ଟି କୋଷ ଆପଣଙ୍କୁ ନିୟନ୍ତ୍ରଣ କରୁଛନ୍ତି ଏବଂ ସେଗୁଡ଼ିକ ପଞ୍ଚପ୍ରାଣ ଦ୍ୱାରା ନିୟନ୍ତ୍ରିତ। ପଞ୍ଚପ୍ରାଣ
ସାମୂହିକ ଅଚେତନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଆମେ ହୋମରେ କ'ଣ କରୁ? ଆମେ ଅଚେତନ ଉପରେ କାମ କରୁଛୁ। ଏହିପରି ଭାବରେ ଆମେ ଆପଣଙ୍କୁ କିଛି ସମସ୍ୟାରୁ ମୁକ୍ତ ହେବାରେ ସାହାଯ୍ୟ କରିପାରିବୁ। ଅଧିକାଂଶ ସମସ୍ୟା ସାମୂହିକ ଅଚେତନତାରୁ ସୃଷ୍ଟି ହୋଇଥାଏ। ସାମୂହିକ ଅଚେତନ ପ୍ରଥମେ ସ୍ୱିସ୍ ମନୋବିଜ୍ଞାନୀ କାର୍ଲ ୟୁଙ୍ଗଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା। ସେ ଏହା କିପରି ଆବିଷ୍କାର କଲେ? ସେ ବିଭିନ୍ନ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ସେ ଯେତେବେଳେ କିଛି ରୋଗୀଙ୍କୁ ଗଭୀର ସ୍ଥିତିରେ ରଖୁଥିଲେ, ସେମାନେ କିଛି ପ୍ରତୀକ, ସଂକେତ ଓ ଶବ୍ଦ ନେଇ ଆସୁଥିଲେ, ଯାହାର ସେମାନଙ୍କ ସହିତ କିଛି ସମ୍ପର୍କ ନଥିଲା। କାରଣ ସେମାନେ ସ୍ୱିସ୍ ଲୋକ ଥିଲେ, ଯାହା ଚୀନ ସଂସ୍କୃତିରୁ ଆସିଛି। ଏହା ହଜାର ହଜାର ବର୍ଷ ତଳର କଥା। ସେ ଅଛି କିଛି ଲୋକମାନଙ୍କୁ ଗଭୀର ସ୍ଥିତିରେ ରଖୁଥିଲେ, ଯେଉଁମାନେ ସେମାନେ ଚକ୍ର ଏବଂ ଅନ୍ୟ କିଛି ସହିତ ଆସୁଥିଲେ। ସେଗୁଡ଼ିକ ମଧ୍ୟରୁ ଅନେକ ପ୍ରତୀକ ହିନ୍ଦୁ ସଂସ୍କୃତିର ଅନ୍ତର୍ଭୁକ୍ତ, କିଛି ଇଜିପ୍ଟିଆନ ସଂସ୍କୃତିରୁ ଆସୁଥିଲା ଓ କିଛି ଗ୍ରୀକ୍ ସଂସ୍କୃତିରୁ ଆସୁଥିଲା। ସବୁକିଛି ଆସୁଥିଲା। ହଜାର ହଜାର ବର୍ଷ ତଳେ ଏହି ଯେଉଁ ଦୁନିଆ ଯେଉଁପରି ଥିଲା, ତାହା ଆସୁଥିଲା। ତାପରେ ଆପଣ ଦେଖିପାରିବେ ସାମୂହିକ ଅଚେତନ ପରି କିଛି ଅଛି। ସବୁକିଛି ଅଛି। ଏହା ହେଉଛି ଏକ ସମୁଦ୍ର। ଆମର ପ୍ରତ୍ୟେକ ଭାବନା, କଥା ଓ କର୍ମ ଏଥିରେ ଲିପିବଦ୍ଧ ହୋଇ ରହିଛି। ଅବଶ୍ୟ ଆମେ ଏହାକୁ ଆକାଶିକ ରେକର୍ଡସ୍ ବୋଲି କହିଥାଉ। ସବୁକିଛି ଅଛି। ସେଥିପାଇଁ ଆମେ ଆପଣଙ୍କ ଜୀବନରେ କିଛି ଅଦ୍ଭୁତ ଘଟଣା, କିଛି ବର୍ଣ୍ଣନାତୀତ ଘଟଣା ଘଟିଥିବାର ଦେଖୁ। ଏହା ମଧ୍ୟରୁ ଅଧିକାଂଶ ଆକାଶିକ ରେକର୍ଡସରୁ ଆସିଥାଏ, ଯାହା ହଜାର ହଜାର ବର୍ଷ ପୂର୍ବରୁ, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସମଗ୍ର ବିଶ୍ୱରେ ବାସ୍ତବରେ ଘଟିଥିଲା। ହୋମ ବହୁତ ପ୍ରାଚୀନ। ପୂଜାପାଠ ମାଧ୍ୟମରେ ଏସବୁକୁ ନିୟନ୍ତ୍ରିତ କରିବାର ଏହା ଏକ ଉପାୟ। ହୋମ ସମସ୍ତ ଜିନିଷକୁ ଠିକ୍ କରିଦେଇପାରିବ। ଏହା ପଞ୍ଚପ୍ରାଣକୁ ନିୟନ୍ତ୍ରଣ କରେ। ପଞ୍ଚପ୍ରାଣ କୋଷଗୁଡ଼ିକୁ ନିୟନ୍ତ୍ରଣ କରନ୍ତି। ସମସ୍ତ 7ଟି କୋଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେଗୁଡ଼ିକର ନିୟନ୍ତ୍ରଣକୁ ମୂଳ ଭାବ କୁହାଯାଏ, ଯାହା ହେଉଛି ଆପଣଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି ଏବଂ ସ୍ୱ ଇଚ୍ଛା ବୋଲି ଆପଣ ଭାବନ୍ତି। ଏହା ହେଉଛି ଆପଣଙ୍କର ସମସ୍ୟା। ତେଣୁ ଆପଣ ପସନ୍ଦ କରନ୍ତୁ ବା ନ କରନ୍ତୁ, ଆପଣଙ୍କର ସ୍ୱ ଇଚ୍ଛା ଅଛିର ଧାରଣାରୁ ଆମକୁ ଆପଣଙ୍କୁ ମୁକ୍ତ କରିବାକୁ ପଡ଼ିବ। ଚତୁର୍ଥ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ପରମଜ୍ୟୋତି ଏବଂ ବର୍ତ୍ତମାନ ଆମ ସହ କଥାବାର୍ତ୍ତା କରୁଥିବା ଶ୍ରୀ ଭଗବାନଙ୍କ ମଧ୍ୟରେ କ'ଣ ପାର୍ଥକ୍ୟ ଅଛି? ଶ୍ରୀ ଭଗବାନଙ୍କ ଉତ୍ତର। ଯଦି ଆପଣଙ୍କର ଶ୍ରୀ ଆମା ଭଗବାନଙ୍କ ସହିତ କିମ୍ବା ଏହି ପ୍ରସଙ୍ଗରେ ଏବେ କଥା ହେଉଥିବା ଶ୍ରୀ ଭଗବାନଙ୍କ ସହିତ ଭଲ ବନ୍ଧନ ଅଛି, ତାହା ହେଲେ ପରମଜ୍ୟୋତି ଏବଂ ଏବେ ଆପଣଙ୍କ ସହିତ କଥାବାର୍ତ୍ତା କରୁଥିବା ଭଗବାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଯଦି ଆପଣଙ୍କର ଭଲ ବନ୍ଧନ ଅଛି, ଆପଣ ବର୍ତ୍ତମାନ ମୋତେ କେବଳ ପରମଜ୍ୟୋତିଙ୍କ ରୂପରେ ଦର୍ଶନ କରିବେ। ସେହି ରୂପ ଆସିବ, ଅଦୃଶ୍ୟ ହେବ, ଆସିବ, ଅଦୃଶ୍ୟ ହେବ, ଆସିବ, ଅଦୃଶ୍ୟ ହେବ। କିନ୍ତୁ ମୁଖ୍ୟତଃ ସେ ହେଉଛନ୍ତି ପରମଜ୍ୟୋତି। ଆପଣ ମୋତେ ଏଠାରେ ପରଦାରେ ଦେଖନ୍ତୁ କି ସିଧାସଳଖ ଭୌତିକ ରୂପରେ ଦେଖନ୍ତୁ। ଯଦି ଆପଣଙ୍କର ବହୁତ ଭଲ ବନ୍ଧନ ଅଛି, ଆପଣ କେବଳ ପରମଜ୍ୟୋତିଙ୍କୁ ହିଁ ଦର୍ଶନ କରିବେ। ଏହି ରୂପ ଆପଣଙ୍କ ସୁବିଧା ପାଇଁ ରହିଛି, ନଚେତ୍ ଏହା ସବୁବେଳେ କେବଳ ପରମଜ୍ୟୋତି ଅଟନ୍ତି। ଏପରି କିଛି ଭକ୍ତ ଅଛନ୍ତି, ଯେତେବେଳେ ସେମାନେ ମୋ ପାଖକୁ ଆସନ୍ତି, ସେମାନେ ବର୍ଷ ବର୍ଷ ଧରି କେବଳ ପରମଜ୍ୟୋତିଙ୍କୁ ଦେଖୁଛନ୍ତି। ଏହି ସବୁ ରୂପ ମଧ୍ୟରେ କୌଣସି ବି ପାର୍ଥକ୍ୟ ନାହିଁ। ଆପଣଙ୍କର ବନ୍ଧନ ବଢ଼ିଲେ ଆପଣ ପରମଜ୍ୟୋତିଙ୍କୁ ଦର୍ଶନ କରିବେ। ଦୁହେଁ ସମାନ। ପଞ୍ଚମ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ,
ଶକ୍ତିଶାଳୀ ନକାରାତ୍ମକ ପ୍ରୋଗ୍ରାମ ଗୁଡ଼ିକୁ କିପରି ପରିବର୍ତ୍ତନ କରାଯାଇପାରିବ? ଶ୍ରୀ ଭଗବାନଙ୍କ ଉତ୍ତର, ନକାରାତ୍ମକ ପ୍ରୋଗ୍ରାମ ଗୁଡ଼ିକୁ କିଛି ସକାରାତ୍ମକ ଅଭ୍ୟାସକୁ ବିକଶିତ କରି ପରିବର୍ତ୍ତନ କରାଯାଇପାରିବ ଏବଂ କେତେକ ପୂଜା ରୀତିନୀତି ଦ୍ୱାରା ମଧ୍ୟ ସେଗୁଡ଼ିକ ସଂଶୋଧିତ କରାଯାଇପାରିବ। ଯଦି ଆପଣ ଏଥିପାଇଁ କିଛି ସାହାଯ୍ୟ ଚାହୁଁଛନ୍ତି, ଆମେ ଆପଣଙ୍କୁ ମାର୍ଗଦର୍ଶନ କରିପାରିବୁ। ଷଷ୍ଠ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ବିଦ୍ୟମାନ ପରିସ୍ଥିତିରେ ଆମେ ଆମର ଧର୍ମକୁ ଜଣେ ନୂତନ ବ୍ୟକ୍ତିଙ୍କ ଆଗରେ କିପରି ଉପସ୍ଥାପନ କରିପାରିବା? ଶ୍ରୀ ଭଗବାନଙ୍କ ଉତ୍ତର, ଆପଣ ନିଜେ ଜଣେ ଆଦର୍ଶ ବ୍ୟକ୍ତି ହେବା ଉଚିତ ଏବଂ ନିଜ ବିଷୟରେ ନିଶ୍ଚୟ କଥାବାର୍ତ୍ତା କରିବା ଉଚିତ। ମୁଁ ଆପଣମାନଙ୍କୁ 300 ଅସାଧାରଣ ବ୍ୟକ୍ତିଙ୍କ ବିଷୟରେ କହିଥିଲି, ଯେଉଁମାନେ କଥାବାର୍ତ୍ତା ମଧ୍ୟ କରନ୍ତି ନାହିଁ। ସେମାନେ ଦୁର୍ଗମ ସ୍ଥାନରେ ରୁହନ୍ତି, ନିଜ ବିଷୟରେ ପ୍ରଚାରକୁ ପସନ୍ଦ କରନ୍ତି ନାହିଁ ଓ କେବଳ ସେଠାରେ ବସି ରୁହନ୍ତି। ଲୋକମାନେ ସେମାନଙ୍କ ପାଖକୁ ଯାଆନ୍ତି, କିନ୍ତୁ ସେମାନଙ୍କୁ ତାଙ୍କ ସ୍ଥିତିକୁ ସାର୍ବଜନୀନ କରନ୍ତି ନାହିଁ, କାରଣ ସମ୍ଭବତଃ ଏହା ସେମାନଙ୍କର ସମ୍ପୂର୍ଣ୍ଣ ଢାଞ୍ଚାକୁ ବିଚଳିତ କରିପାରେ। ଲୋକମାନେ ସେଠାକୁ ଯାଇ ସେମାନଙ୍କ ସହ କଥାବାର୍ତ୍ତା କରନ୍ତି ନାହିଁ, କେବଳ ସେଠାରେ ବସନ୍ତି ଏବଂ ପରିବର୍ତ୍ତିତ ହୋଇ ଫେରି ଆସନ୍ତି। ସେମାନଙ୍କୁ ଏହି ଧର୍ମ ବିଷୟରେ ଆଦୌ କଥାବାର୍ତ୍ତା କରିବାକୁ ପଡ଼େ ନାହିଁ। ସେମାନଙ୍କର ସେହି ଉପସ୍ଥିତି ଆପଣଙ୍କୁ ପ୍ରଭାବିତ କରିଥାଏ। ସେହିପରି ଭାବରେ ଆପଣ ନିଶ୍ଚିତ ଭାବରେ ଜଣେ ଆଦର୍ଶ ବ୍ୟକ୍ତିତ୍ୱ ହେବା ଉଚିତ। ଆପଣ କ'ଣ ଥିଲେ, ଆପଣଙ୍କ ସହିତ କ'ଣ ଘଟିଲା ଏବଂ ଆପଣ ବର୍ତ୍ତମାନ କିପରି ସ୍ଥିତିରେ ଅଛନ୍ତି, ତାହା ଅନ୍ୟମାନଙ୍କୁ ନିଶ୍ଚୟ କହିବାର ଅଛି। ଏହା ହିଁ ଧର୍ମ ବିଷୟରେ କଥାବାର୍ତ୍ତା କରିବାର ସର୍ବୋତ୍ତମ ମାର୍ଗ ଅଟେ। ଯେପର୍ଯ୍ୟନ୍ତ ଆପଣ ପ୍ରକୃତ ପ୍ରମାଣ ଦେଖାଇ ନାହାନ୍ତି ଯେ ଆପଣ କ'ଣ ଥିଲେ ଏବଂ ଏବେ ଆପଣ କେଉଁ ସ୍ଥିତିରେ ଅଛନ୍ତି, ଆପଣଙ୍କୁ କିଏ ବିଶ୍ୱାସ କରିବେ? ଆପଣଙ୍କୁ କେହି ବିଶ୍ୱାସ କରିବେ ନାହିଁ। ଏହି ଲୋକମାନେ ଆପଣଙ୍କୁ ସିଧାସଳଖ ପ୍ରଭାବିତ କରିଥାନ୍ତି। ଖୁବ୍ ଶୀଘ୍ର ଆପଣ ମଧ୍ୟ ଲୋକମାନଙ୍କୁ ସିଧାସଳଖ ପ୍ରଭାବିତ କରିବାର କ୍ଷମତାକୁ ପ୍ରାପ୍ତ କରିବେ। ଆପଣ ନିଶ୍ଚିତ ଭାବରେ ଲୋକଙ୍କୁ ପ୍ରଭାବିତ କରିପାରିବେ। ତାପରେ ଆପଣ କେବଳ ପ୍ରକୃତରେ ଏହାକୁ ବିସ୍ତାର କରିପାରିବେ। ଅନ୍ୟଥା ଆପଣ ମଧ୍ୟ ଏହାକୁ ବିସ୍ତାର କରିପାରିବେ ଯଦି ଏହା ଆପଣଙ୍କ ସହିତ ଟ୍ୟୁନ୍ ହୋଇ ରହିବ, କିନ୍ତୁ ତାହା ଏତେ ମହତ୍ତ୍ୱପୂର୍ଣ୍ଣ ନୁହେଁ। ଯଦି ଆପଣ ପ୍ରକୃତରେ ଲୋକଙ୍କୁ ପ୍ରଭାବିତ କରିବାକୁ ଚାହାନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ବହୁତ ପ୍ରଭାବଶାଳୀ ଭାବରେ ସ୍ଥିତି ପ୍ରସାରିତ କରିବାକୁ ସମର୍ଥ ହେବା ଉଚିତ। ସପ୍ତମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଆମେ ଭକ୍ତି ମାର୍ଗରେ ଉନ୍ନତି କରୁଛୁ ବୋଲି କିପରି ଜାଣିପାରିବା? ଶ୍ରୀ ଭଗବାନଙ୍କ ଉତ୍ତର, ଆପଣମାନେ ଯଦି ମୋତେ ଆପଣଙ୍କ ଖୋଲା ଚକ୍ଷୁରେ ଶ୍ରୀ ପରମଜ୍ୟୋତିଙ୍କ ରୂପରେ ଦେଖିପାରିବେ, ତାହେଲେ ଆପଣ ଭକ୍ତି ମାର୍ଗରେ ଉନ୍ନତି କରୁଛନ୍ତି ବୋଲି ଆମେ ଜାଣିପାରିବୁ। ଏହା ହେଉଛି ଆପଣ ଭକ୍ତି ମାର୍ଗରେ ଉନ୍ନତି କରୁଥିବାର ପ୍ରମାଣ। ଜଣେ ଉତ୍ତମ ଭକ୍ତଙ୍କ ପାଇଁ ମୁଁ କେବଳ ପରମଜ୍ୟୋତିଙ୍କ ରୂପରେ ହିଁ ଆବିର୍ଭୂତ ହେବି। ଏହା ବ୍ୟତୀତ ବିଭିନ୍ନ ସମୟରେ ବିଭିନ୍ନ ଆକୃତିରେ ଦେଖାଦେବି। ବେଳେବେଳେ ଆପଣଙ୍କ ପରମଜ୍ୟୋତିଙ୍କ ରୂପରେ ଓ ବେଳେବେଳେ ମନୁଷ୍ୟ ରୂପରେ ମଧ୍ୟ ଦେଖାଦେବି। ଏପରିକି ଆପଣଙ୍କ ସହ କଥା ହେବା ସମୟରେ ରୂପ ବଦଳିଯିବ, ଯଦି ଆପଣଙ୍କର ସେହି ପରିମାଣର ଭକ୍ତି ଅଛି। ଯେତେବେଳେ ଆପଣ ଏ ପୃଥିବୀରୁ ଅନ୍ୟ ଲୋକକୁ ଗତି କରିବେ, ଏସବୁକୁ ଦେଖିପାରିବେ। ଅଷ୍ଟମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଏକ ଦୈନିକ ଶିକ୍ଷାରେ କୁହାଯାଇଛି ଯେ ଆମେ ଆମ ଭବିଷ୍ୟତର ସ୍ଥପତି। ଆମେ କିପରି ନିଜ ଜୀବନର ସ୍ଥପତି ହୋଇପାରିବୁ? ଶ୍ରୀ ଭଗବାନଙ୍କ ଉତ୍ତର, ଆମ ଶରୀରରେ 7ଟି କୋଷ ରହିଛି। ଆପଣମାନେ ଯେକୌଣସି 3ଟି କୋଷ ଉପରେ କାମ କରିପାରିବେ।
ଆପଣ ଆପଣଙ୍କ ଭବିଷ୍ୟତକୁ ପ୍ରଭାବିତ କରିପାରିବେ। ନବମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଜଣେ ବ୍ୟକ୍ତି କ'ଣ କଲେ ଯନ୍ତ୍ରଣାରୁ ତତ୍କ୍ଷଣାତ୍ ମୁକ୍ତି ପାଇ ଆନନ୍ଦ ପାଇପାରିବ? ଶ୍ରୀ ଭଗବାନଙ୍କ ଉତ୍ତର, ଆପଣ ଯଦି ତତ୍କ୍ଷଣାତ୍ ଦୁଃଖରୁ ବାହାରି ଆସି ଆନନ୍ଦ ପାଇବାକୁ ଚାହାନ୍ତି, ତେବେ ଆପଣଙ୍କୁ ଦୁଃଖ ସହ ନିଶ୍ଚୟ ରହିବାକୁ ପଡ଼ିବ। ଆପଣଙ୍କୁ ଦୁଃଖରେ ରହିବାର କଳାକୁ ବିକଶିତ କରିବାକୁ ପଡ଼ିବ। ତାପରେ ସେହି ଦୁଃଖ ପରିବର୍ତ୍ତିତ ହୋଇଯିବ। କେଉଁ ପ୍ରକାର ପରିବର୍ତ୍ତନ? ଏହା ଆନନ୍ଦ ହୋଇଯିବ। ମୁଁ ଏହା କିପରି ଜାଣିଲି? କାରଣ ଛୋଟ ବାଳକ ଥିବାବେଳେ ଯେଉଁମାନଙ୍କ ଘରେ ଦେହାବସାନ ଘଟୁଥିଲା, ମୁଁ ସେମାନଙ୍କ ଘରକୁ ଯାଉଥିଲି। ସେଠାରେ ଲୋକମାନଙ୍କର ଦୁଃଖ ମୋର ହୃଦୟକୁ ସ୍ପର୍ଶ କରୁଥିଲା। ଛୋଟ ବାଳକ ହିସାବରେ ମୁଁ ଏହା ଦେଖିବାକୁ ପାଇଲି ଯେ କିଛି ଲୋକଙ୍କ ଘରେ ଟଙ୍କା ଦେଇ କାନ୍ଦୁଥିବା ବ୍ୟକ୍ତିକୁ ଆଣନ୍ତି। ଟଙ୍କା ପାଇ ସେମାନେ କାନ୍ଦନ୍ତି। ସେମାନଙ୍କର ପରିବାର ସହ କିଛି ସମ୍ପର୍କ ନଥାଏ, କିନ୍ତୁ ସେମାନେ ଆସନ୍ତି। ଛୋଟ ବାଳକ ଭାବରେ ପ୍ରଥମେ ମୁଁ ଏହା ଭାବୁଥିଲି ଯେ ସେମାନେ ନିଶ୍ଚୟ ପରିବାରର କେହି ହୋଇଥିବେ, କିନ୍ତୁ ବହୁ ପରେ ଜାଣିଲି ଯେ ସେମାନେ ପରିବାରର କେହି ନୁହନ୍ତି। ସେମାନେ ଏପରି ଭାବରେ କାନ୍ଦନ୍ତି ଯେ ପରିବାର ସଦସ୍ୟ ସେମାନଙ୍କୁ ଯେତେବେଳେ ଦେଖନ୍ତି, ସେମାନେ କାନ୍ଦି କାନ୍ଦି ଚଟାଣରେ ଲୋଟି ପଡ଼ନ୍ତି। ମୁଁ ସେତେବେଳେ ଅଧିକ ଭାବେ ଯେ ଏପରି ଘଟଣା କାହିଁକି ଘଟେ। ଏହାର ପରଦିନ ମୁଁ ଦେଖେ ସବୁକିଛି ସାଧାରଣ ହୋଇଯାଇଥାଏ। ସେମାନେ ଖୁସି ଥାଆନ୍ତି। ଏହା ପୂର୍ବଦିନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଦୁଃଖ ସମ୍ପୂର୍ଣ୍ଣ ରୂପେ ଚାଲି ଯାଇଥାଏ। ମୁଁ ବିଶ୍ୱାସ କରିପାରେ ନାହିଁ ଯେଉଁ ବ୍ୟକ୍ତିଙ୍କୁ ମୁଁ ପୂର୍ବଦିନ ଦେଖିଥିଲି ସେମାନେ ସେହି ଲୋକ। ପରେ ଅବଶ୍ୟ ମୁଁ ବୁଝିଲି ଯେ ସେମାନଙ୍କ ସହିତ କିଛି ଘଟିଛି। ସେମାନଙ୍କର କିଛି ପରିବର୍ତ୍ତନ ହୋଇଛି। ଯେଉଁ ଲୋକମାନେ ଟଙ୍କା ପାଇ କାନ୍ଦୁଥିଲେ, ସେମାନେ ବୃତ୍ତିଗତ କାନ୍ଦୁଥିବା ବ୍ୟକ୍ତି। ସେମାନେ ଯେକୌଣସି ମତେ ଲୋକମାନଙ୍କୁ ଦୁଃଖରେ ରହିବାକୁ ଦିଅନ୍ତି ଏବଂ ସେମାନଙ୍କୁ ପଳାୟନ କରିବାକୁ ଦିଅନ୍ତି ନାହିଁ। କେବେ କେବେ ଏହା ପରିବର୍ତ୍ତିତ ହୋଇଯାଏ। ସେହି ଲୋକମାନଙ୍କ ସହିତ ମୁଁ ସଂଘର୍ଷ କରେ ନାହିଁ। ମୁଁ ଭାବେ ଏହା ଏକ ଫ୍ୟାସନରୁ ହେଉଛି। ଦୁଃଖ ଆସିଲେ ଆପଣମାନେ ଦୁଃଖଠାରୁ ପଳାୟନ କରନ୍ତି। ମୋବାଇଲ ଦେଖନ୍ତି, ଟେଲିଭିଜନ ଦେଖନ୍ତି, ସିନେମା ଦେଖନ୍ତି, ନଚେତ୍ ବନ୍ଧୁମାନଙ୍କ ସହ କଥା ହୁଅନ୍ତି। ଏହିପରି ଭାବରେ ଦୁଃଖଠାରୁ ପଳାୟନ କରିବାକୁ ଚେଷ୍ଟା କରନ୍ତି। ଆପଣମାନେ ନିଜକୁ ଦୁଃଖ ସହ ମୁହାଁମୁହିଁ ହେବାକୁ ଦିଅନ୍ତି ନାହିଁ। ଯଦି ଏହାକୁ ଆପଣମାନେ ସାମ୍ନା କରନ୍ତି, କିଛି ପ୍ରକାରର ଜ୍ୱଳନ ହୋଇଥାଏ। ଏହା ଆନନ୍ଦକୁ ଜନ୍ମ ଦିଏ। ଦଶମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ତପୋବନ କ'ଣ? ଭଗବତ ଧର୍ମର ଉନ୍ନତି ଏବଂ ପ୍ରସାରରେ ଏହା କିପରି ସହାୟକ ହେବ? ଶ୍ରୀ ଭଗବାନଙ୍କ ଉତ୍ତର, ଭଗବତ ଧର୍ମ ସହିତ ଜଡ଼ିତ ବ୍ୟକ୍ତିମାନେ ବର୍ତ୍ତମାନ ଉନ୍ନତ ଏବଂ ଉଚ୍ଚ ସ୍ଥିତିକୁ ଯାଇପାରୁଛନ୍ତି। ସେଥିପାଇଁ ଆମେ ଏକ ତପୋବନ ସୃଷ୍ଟି କରୁଛୁ, ଯେଉଁଠାରେ ଅତ୍ୟନ୍ତ ବିଶେଷ ଏବଂ ଆଧ୍ୟାତ୍ମିକ ବୃକ୍ଷଗୁଡ଼ିକ ରହିବ। ବିଶେଷ କରି ଏହା ଆମର ଭଗବତ ଧର୍ମରେ ଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ହେବ, ଅନ୍ୟ ଲୋକମାନଙ୍କ ନିମନ୍ତେ ନୁହେଁ। ଅନ୍ୟ ଲୋକମାନଙ୍କ ଉପରେ ଏହାର ସେପରି କୌଣସି ପ୍ରଭାବ ପଡ଼ିବ ନାହିଁ। ଭଗବତ ଧର୍ମ ସହିତ ସଂଶ୍ଳିଷ୍ଟ ଲୋକମାନେ ଯେତେବେଳେ ସମୟ ପାଇବେ ସେଠାକୁ ଯାଇ ଧ୍ୟାନ କରିପାରିବେ, ଯାହାଦ୍ୱାରା ସେମାନଙ୍କର ଚୈତନ୍ୟର ସ୍ତର ବହୁଗୁଣରେ ବୃଦ୍ଧି ପାଇବ। ଆପଣମାନଙ୍କର ସେପରି ବାତାବରଣର ଆବଶ୍ୟକତା ରହିଛି। ସେହି ବୃକ୍ଷଗୁଡ଼ିକ ହେଉଛନ୍ତି ଆପଣମାନଙ୍କର ପରିବାର ବର୍ଗ। ଯଦି ଆପଣ ସେମାନଙ୍କର ଡିଏନ୍ଏକୁ ପରୀକ୍ଷା କରିବେ, ଏହା ଜାଣିପାରିବେ। ତେଣୁ ଆମେ ବୃକ୍ଷଲତାମାନଙ୍କର ନିକଟତର ହେବା ଉଚିତ। ଗୌତମ ବୁଦ୍ଧ ମଧ୍ୟ ଏକ ବୋଧି ବୃକ୍ଷର ତଳେ ଜୀବନ୍ମୁକ୍ତି ଲାଭ କରିଥିଲେ। ଆହୁରି ମଧ୍ୟ ଅନେକ ଲୋକ ବୃକ୍ଷମାନଙ୍କର ସାନ୍ନିଧ୍ୟରେ ଅସାଧାରଣ ସଫଳତା ଲାଭ କରିଛନ୍ତି। ଏପରି ଅନେକ ବୃକ୍ଷ ରହିଛି
ଯାହା ଧ୍ୟାନ କରିବା ନିମନ୍ତେ ଅତ୍ୟନ୍ତ ଉତ୍କୃଷ୍ଟ ବା କେବଳ ଏହା ନିକଟରେ ବସି ସୁସ୍ଥ ବାୟୁ ଗ୍ରହଣ କରିବା ମଧ୍ୟ ଯଥେଷ୍ଟ ଅଟେ। ସେଥିପାଇଁ ଆମେ ତପୋବନ ପରି ସ୍ଥାନରେ ନିର୍ମାଣ କରିବାକୁ ଚାହୁଁଛୁ। ଏହା ଅତି ସରଳ ଜିନିଷ। ସେଠାରେ ଆପଣମାନେ 2-3 ଦିନ ରହିପାରିବେ, ଅତି ସାଧାରଣ ଜୀବନଶୈଳୀ ଅବଲମ୍ବନ କରିପାରିବେ ଏବଂ ଏହା ଆପଣମାନଙ୍କ ଚୈତନ୍ୟର ସ୍ତରକୁ ଆହୁରି ଉନ୍ନତ ସ୍ତରକୁ ନେଇଯିବାରେ ସହାୟକ ହୋଇପାରିବ। ଏହା ହିଁ ହେଉଛି ତପୋବନର ବିଶେଷତା। ଏକାଦଶ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଅଲୌକିକ ଅନୁଭୂତି ଏବଂ ବାହ୍ୟ ଜଗତର ଅନୁଭୂତି ନିହାତି ଆବଶ୍ୟକ ନା କେବଳ ଭକ୍ତି ହିଁ ଏଥିପାଇଁ ଯଥେଷ୍ଟ? ଶ୍ରୀ ଭଗବାନଙ୍କ ଉତ୍ତର, କେବଳ ଭକ୍ତି ହିଁ ଏଥିପାଇଁ ଯଥେଷ୍ଟ। ଯଦି ଆପଣଙ୍କ ଭିତରେ ଭକ୍ତି ରହିଛି ତେବେ ଆପଣଙ୍କ ପାଖରେ ସବୁକିଛି ଅଛି। ଯେତେବେଳେ ଆପଣଙ୍କ ଭିତରେ ଭକ୍ତି ଥାଏ ସେତେବେଳେ ଶ୍ରୀ ପରମଜ୍ୟୋତି ଆପଣଙ୍କର ବନ୍ଧୁ ହୋଇଥାନ୍ତି। ଆପଣ ଆପଣଙ୍କର ବନ୍ଧୁକୁ କିଛି ମଧ୍ୟ ମାଗିପାରନ୍ତି। ଆପଣଙ୍କର ବନ୍ଧୁ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବେ। ଦ୍ୱାଦଶ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ଯଦି ଶରୀର ଆମର ନୁହେଁ ତେବେ ଏହା କାହାର ଅଟେ? ଏକ ବ୍ୟବସ୍ଥିତ ଏବଂ ଆନନ୍ଦପୂର୍ଣ୍ଣ ଜୀବନଯାପନ କରିବା ପାଇଁ ଆମେ ଶରୀରର କିପରି ଯତ୍ନ ନେବା ଉଚିତ? ଶ୍ରୀ ଭଗବାନଙ୍କ ଉତ୍ତର, ଆପଣଙ୍କର ଶରୀର ଆପଣଙ୍କର ନୁହେଁ, ଏହା ସମଗ୍ର ବିଶ୍ୱର। ଏହାର ଯତ୍ନ ନେବା ନିମନ୍ତେ ଆପଣଙ୍କ ନିକଟରେ ଜ୍ଞାନ ରହିବା ଆବଶ୍ୟକ। ସେଥିପାଇଁ ଜ୍ଞାନର ଅନେକ ଗୁଡ଼ିଏ ଶାଖା ରହିଛି, ଯଥା ଆୟୁର୍ବେଦ, ସିଦ୍ଧ, ଏଲୋପାଥି ଇତ୍ୟାଦି। ଅନେକ ପ୍ରକାରର ଜ୍ଞାନ ଅଛି। ଏଥିମଧ୍ୟରୁ ଯେଉଁଟି ଆପଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଏବଂ ଉପଯୁକ୍ତ ତାହାର ଉପଯୋଗ କରି ଆପଣ ଆପଣଙ୍କର ଶରୀରର ଯତ୍ନ ନେଇପାରିବେ। କିନ୍ତୁ ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଆପଣଙ୍କର ମନ ଉପରେ କାର୍ଯ୍ୟ କରିବାକୁ ହେବ ଏବଂ ଦ୍ୱନ୍ଦ୍ୱମୁକ୍ତ ରହିବାକୁ ହେବ। ଶାନ୍ତି ଏବଂ ଆନନ୍ଦର କିଛି ମୁହୂର୍ତ୍ତ ଆପଣଙ୍କର ଶରୀରକୁ ବହୁତ ସାହାଯ୍ୟ କରିବ। ଆପଣ ଆପଣଙ୍କର ଶରୀର ସହିତ କଥା ମଧ୍ୟ ହୋଇପାରିବେ, ଯାହାର ଏକ ପ୍ରଭାବ ରହିଛି। ଶରୀରର ନିଜର ସ୍ୱତନ୍ତ୍ର ଏକ ମନ ରହିଛି, ଯାହାର ବୟସ 6 ବର୍ଷ। ଜଣେ 6 ବର୍ଷର ଶିଶୁ ସହିତ କଥା ହେବା ପରି ଆପଣ ଆପଣଙ୍କର ଶରୀର ସହିତ କଥା ହୋଇପାରିବେ। ଏହାର ମଧ୍ୟ ଏକ ଭଲ ପ୍ରଭାବ ଆପଣ ଅନୁଭବ କରିପାରିବେ। ତ୍ରୟୋଦଶ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ଚୈତନ୍ୟର ସ୍ତର ଊର୍ଦ୍ଧ୍ୱକୁ ଯିବା ପାଇଁ ଏବଂ ଆନନ୍ଦ ସ୍ଥିତିରେ ରହିବା ନିମନ୍ତେ 3ଟି ମୁଖ୍ୟ ସାଧନା କ'ଣ? ଶ୍ରୀ ଭଗବାନଙ୍କ ଉତ୍ତର, ଏଥିପାଇଁ ଯେକୌଣସି 3ଟି କୋଷକୁ ଚୟନ କରିବାର ସ୍ୱାଧୀନତା ଆପଣଙ୍କର ରହିଛି। ସମସ୍ତ କୋଷଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ। ସେଥିମଧ୍ୟରୁ ଆପଣ ଯେକୌଣସି 3ଟି କୋଷକୁ ନିଜର ସୁବିଧା ଅନୁଯାୟୀ ଚୟନ କରିପାରିବେ ଏବଂ ସେଗୁଡ଼ିକ ଉପରେ କାର୍ଯ୍ୟ କରିପାରିବେ। ଏଥିପାଇଁ ଦାସମାନେ ଆପଣଙ୍କୁ ମାର୍ଗଦର୍ଶନ ଦେଇପାରିବେ। ସେଗୁଡ଼ିକ ଉପରେ କାର୍ଯ୍ୟ କରିବା ପରେ ଆପଣମାନେ ଆଧ୍ୟାତ୍ମିକ ଦିଗରେ ଦ୍ରୁତ ପ୍ରଗତି କରୁଥିବାର ଅନୁଭବ କରିପାରିବେ। ଆପଣ ଯେକୌଣସି 3ଟି କୋଷରୁ ଆରମ୍ଭ କରିପାରିବେ। 3ଟି କୋଷ ଉପରେ କାର୍ଯ୍ୟ କରିବା ବହୁତ ଲାଭଦାୟକ ଏବଂ ପ୍ରଭାବଶାଳୀ ହୋଇପାରିବ। ଆପଣ ଯେକୌଣସି ଗୋଟିଏ କୋଷ ଉପରେ ମଧ୍ୟ କାର୍ଯ୍ୟ କରିପାରିବେ, କିନ୍ତୁ 3ଟି କୋଷ ଅଧିକ ଶକ୍ତିଶାଳୀ ହୋଇପାରିବ। ଯଦି ଆପଣ 5ଟି ମୁଖ୍ୟ କୋଷଗୁଡ଼ିକ ଉପରେ କାର୍ଯ୍ୟ କରିପାରିବେ ବା ସମସ୍ତ 7ଟି କୋଷଗୁଡ଼ିକ ଉପରେ କାର୍ଯ୍ୟ କରିପାରିବେ, ତାହା ଆହୁରି ମଧ୍ୟ ଭଲ। ଚତୁର୍ଦ୍ଦଶ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, କ'ଣ ମନ ଆମ ଚୈତନ୍ୟର ଅଂଶବିଶେଷ? ଶ୍ରୀ ଭଗବାନଙ୍କ ଉତ୍ତର, ମନ ଚୈତନ୍ୟଠାରୁ ବହୁତ ଭିନ୍ନ। ସେ 2ଟି ଅଲଗା ଅଲଗା। ଢେଉ ସମୁଦ୍ରରେ ଥାଏ। ଏହାର ଅର୍ଥ ନୁହେଁ ଯେ
ଢେଉ ହିଁ ସମୁଦ୍ର। ଢେଉ ସମୁଦ୍ରର ଏକ ପରିପ୍ରକାଶ ବୋଲି ଆମେ କହିପାରିବା। କିନ୍ତୁ ଯେପରି ଢେଉ ସମୁଦ୍ର ନୁହେଁ ଓ ସମୁଦ୍ର ବିନା ଢେଉର କୌଣସି ଅସ୍ତିତ୍ୱ ନାହିଁ, ଠିକ୍ ସେହିପରି ଚୈତନ୍ୟ ବିନା ମନର କୌଣସି ସ୍ଥିତି ନାହିଁ। ମନ ଚୈତନ୍ୟ ନୁହେଁ। ପ୍ରକୃତରେ ମନ ଓ ଢେଉ ଉଭୟ ଶାନ୍ତ ହୋଇଯାଇଛନ୍ତି। ସମୁଦ୍ର ଖୁବ୍ ବିଶାଳ, ସେହିପରି ଏହି ସ୍ଥିତି ମଧ୍ୟ ଏକ ନିଆରା ଅନୁଭୂତି। ଶେଷ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ସେବା କିପରି ଆମକୁ ଉଚ୍ଚତର ମୁକ୍ତି ସ୍ଥିତି ପ୍ରାପ୍ତ କରିବାରେ ସହାୟକ ହୁଏ? ଶ୍ରୀ ଭଗବାନଙ୍କ ଉତ୍ତର। ଏହି ବ୍ରହ୍ମାଣ୍ଡ ଏପରି ନିର୍ମିତ ଯେ ସେବାକୁ ଖୁବ୍ ଗଭୀରତାର ସହ ଗ୍ରହଣ କରାଯାଏ ଏବଂ ଆପଣଙ୍କୁ ସାହାଯ୍ୟ କରାଯାଏ। ଆମେ ବହୁତ ବ୍ୟକ୍ତିଙ୍କୁ ତାଙ୍କର ନର୍କଗସ୍ତର ଅନୁଭୂତି ବର୍ଣ୍ଣନା କରିବାର ଦେଖିଛୁ। ସେଠାରେ ସେବା କରିଥିବା ବ୍ୟକ୍ତିମାନଙ୍କ ଠାରୁ ସେମାନଙ୍କୁ ଭିନ୍ନ ଭାବରେ ବ୍ୟବହାର କରାଯାଏ, କାରଣ ଏହା ସେହି ନିୟମ ଅନୁଯାୟୀ ଗଠିତ। ଏହାକୁ କିଏ ହାତରେ ନିର୍ମାଣ କଲା? ଏହା ହଜାର ହଜାର ବର୍ଷ ଧରି ମାନବ ଜାତି ହିଁ ନିର୍ମାଣ କରିଥିଲା। ଏହା କର୍ମ ସିଦ୍ଧାନ୍ତ ବୋଲି ଆଦୃତ ଏବଂ ମନୁଷ୍ୟକୃତ, ଈଶ୍ୱରକୃତ ନୁହେଁ। କିନ୍ତୁ ମନୁଷ୍ୟ ଏହି ସବୁ ପାଇଁ ଈଶ୍ୱରଙ୍କୁ ଦାୟୀ କରେ। ଆମକୁ ଏହି ଦିବ୍ୟ ଜ୍ଞାନ ପ୍ରଦାନ କରିଥିବାରୁ ଆମେ ଜ୍ଞାନ ପ୍ରଦାତା ଶ୍ରୀ ଭଗବାନଙ୍କୁ ହୃଦୟରୁ ଅସୀମ କୃତଜ୍ଞତା ଜ୍ଞାପନ କରୁଛୁ।